କାହା ବଳରେ ବଳିଆନ ସାଜିଛନ୍ତି ଠିକାଦାର ଜଣକ। ରାଜନେତା ନା ବିଭାଗୀୟ ଅଧିକାରୀଙ୍କୁ ମୋଟାଙ୍କର ଟଙ୍କା ଦେଇ କରୁଛନ୍ତି ନିମ୍ନମାନର କାର୍ଯ୍ୟ, ଯାହାଫଳରେ ଅଳ୍ପ ଦିନ ଯାଉନାହିଁ ରାସ୍ତା ଫାଟିଯିବା ସହ ଧସି ଯାଉଛି ରାସ୍ତା। ଥରେ ନଜର ପକାନ୍ତୁ ଏହି କାର୍ଯ୍ୟ ଉପରେ। ନିମ୍ନମାନର କାର୍ଯ୍ୟ ପାଇଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ଆସିଛି। ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ସୁର ବ୍ଲକ ଅଧୀନ ମହୁମାଣ ପଞ୍ଚାୟତ ବୃନ୍ଦାଦେବପୁର ଠାରୁ ଗୁଜଡିଆ ରାସ୍ତାର ବଉଳ ନାଳ ଉପରେ ହୋଇଥିବା ବିଜୁ ସେତୁ ନିର୍ମାଣ କଥା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ 1,78,00,000 ଟଙ୍କା ବ୍ୟୟରେ ବିଜୁ ସେତୁ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇଛି। କିନ୍ତୁ ଏହି ବିଜୁ ସେତୁ ନିର୍ମାଣ କରିବା ପାଇଁ ସୁରର ପୂର୍ବତନ ବିଧାୟକ ପରଶୁରାମ ଧଳା ଶୁଭ ଦେଇଥିଲା ବେଳେ 31/3/2022 କାର୍ଯ୍ୟ ଆରମ୍ଭ ହୋଇ 30/12/2022 ମସିହାରେ ଶେଷ ହେବାର ଥିଲା। ହେଲେ ଆଜି ଯାଏ ସମ୍ପୂର୍ଣ୍ଣ କାର୍ଯ୍ୟ ହୋଇପାରିଲା ନାହିଁ। ଯାହା ଅଭିଯୋଗ ରହିଛି, ସରକାରୀ କର୍ମଚାରୀମାନେ କାର୍ଯ୍ୟ ଦେଖିବା ପାଇଁ ସଠିକ୍ ସମୟରେ ଆସୁନଥିବାରୁ ଠିକାଦାର ଜଣକ ନିମ୍ନମାନର କାର୍ଯ୍ୟ କରୁଛନ୍ତି। ତେବେ କାହିଁକି ସଠିକ୍ ସମୟରେ କାର୍ଯ୍ୟ ଦେଖିବା ପାଇଁ ଘଟଣାସ୍ଥଳକୁ ଯାଉନଥିଲେ ବିଭାଗୀୟ ଅଧିକାରୀ? ଠିକାଦାର ଜଣକ ସ୍ଥାନୀୟ ଅଞ୍ଚଳର ଲୋକ ହୋଇଥିବାରୁ ବିଭାଗୀୟ ଅଧିକାରୀଙ୍କୁ ମୋଟା ଅଙ୍କର ଚାନ୍ଦା ଦେଇ ବସି ଯାଉଥିବାର ଅଭିଯୋଗ ଆସିଛି। ଠିକାଦାର ଜଣକ ଏମିତି ନିମ୍ନମାନର କାର୍ଯ୍ୟ କରି ସରକାରୀ ଟଙ୍କାକୁ ଆତ୍ମସାତ କରିବା ସହ ଆଗାମୀ ଦିନରେ ଜଣେ ରାଜନେତା ହେବାର ସ୍ୱପ୍ନ ଦେଖୁଛନ୍ତି। ସେଥିପାଇଁ ଏମିତି ନିମ୍ନମାନର କାର୍ଯ୍ୟ କରିଚାଲିଛନ୍ତି। ତେବେ ଦେଖିବାକୁ ବାକି ରହିଲା ବିଭାଗୀୟ ଅଧିକାରୀ ଠିକାଦାର ଜଣଙ୍କ ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।